ବାପା ମଣିଷ ନା ଈଶ୍ୱର, ବାପା କାରିଗର ନା ଯାଦୁକର, ବାପା ବ୍ରହ୍ମା ନା ବିଶ୍ୱକର୍ମା। ବାପା ଯେତେ ଚିହ୍ନା ସେତେ ଅଚିହ୍ନା, ଯେତିକି ଜଣା ସେତିକି ଅଜଣା। ବାପାଙ୍କୁ ବୁଝିବା ଏତେ ସହଜ ନୁହେଁ ଆଜ୍ଞା। ତାଙ୍କୁ ଲେଖି ହୁଏ ନା, ଡାକି ହୁଏ ନା। ବାପା ଡାକରେ ବଳ ଥାଏ, ବିଜୟୀ ହେବାର ଉର୍ଜା ଥାଏ। ବାପା ବାପା ପରିବାରର ମେରୁଖୁଣ୍ଟ, କ୍ଷେତ ଜଗିଥିବା ଜୀବନ୍ତ ପାଳଭୂତ, କ୍ଷେତ ଭରୁଥିବା ତ୍ୱରିତ ଯନ୍ତ୍ରାଂଶ। ବାପା ଭାତ ଛାତ ସନ୍ଥ, ବାପା ମାଟି ସହ ମାଟି ହେଉଥିବା ମଣିଷ, ବାତ୍ୟା ଆଗରେ ବିରାଟ ପାହାଡ଼ର ସାହସ, ଆବଶ୍ୟକତା ପୁରା କରୁଥିବା ଅସରନ୍ତି ଉତ୍ସ। ବରା ଛାଣିଲେ ବି ବାପା, ଟଲି ଟାଣିଲେ ବି ବାପା, ମୂଲ ଲାଗିଲେ ବି ବାପା, ବାବୁ ସାଜିଲେ ବି ବାପା। ବାପା ଆମ ଜୀବନ ରେଖା, ବୋଉର ସିନ୍ଦୁର ଟୋପା, ବୁଟୁ ମଥାର ଚନ୍ଦନ ଟିପା, ତ୍ୟାଗର ଟକିଆ ତଳେ ଯାବତୀୟ ଯନ୍ତ୍ରଣାକୁ ଜରିରେ ରଖି ଜାକିଜୁକି ହୋଇ ଶାନ୍ତିରେ ଶୋଉଥିବା ଜଣେ ସାଧକର ନାଁ ହେଉଛି ବାପା। କେବେ ସେ ବ୍ରହ୍ମାସ୍ତ୍ର, କେବେ ସେ ଯୋଦ୍ଧା, କେବେ ବରଗଛ, କେବେ ପୁଣି ବତୀଘର। ବାପା ଛାତଟିଏ, ଛାତିଟିଏ, ଛବିଟିଏ, ପୁଣି ଛାଇଟିଏ। ଚକିଶୂନ ଖେଳରେ ଛକାପଞ୍ଜା ଭିତରେ ବିଜୟ ପାଇଁ ଟାଣି ହେଇଯାଉଥିବା ଖଡ଼ିର ଲମ୍ବା ଗାରଟିଏ ହେଉଛି ବାପା। ବାପା ଉଦ୍ୟମର ଉପନ୍ୟାସ, କଷ୍ଟର କାଳିରେ କବିତା ଲେଖୁଥିବା କବି, ଗପର ଗରିମା ବଢ଼ାଉଥିବା ଉପକ୍ରମ, ସବୁ ଶ୍ରେଷ୍ଠ ସୃଜନର ସେ ଶୀର୍ଷକ ସାଜନ୍ତି। ତାଙ୍କ କାନ୍ଧରେ ବସିବାଠୁ ତାଙ୍କୁ କାନ୍ଧ ଦେବା ଯାଏ ବାପା କେବଳ ବାପା ହିଁ ରୁହନ୍ତି। ବାପାଙ୍କୁ ନେଇ ଲେଖିଥିବା ରାମକୃଷ୍ଣ ବାରିଙ୍କର ଏହି ହୃଦୟସ୍ପର୍ଶୀ କବିତା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାଇବାକୁ ଜମା ବି ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।